महिमा परम प्रभु श्री अरविंद। आज अध्ययन वर्ग में उपस्थित समस्त मातृ संतान मान हृदय स्वागत एवं शुभेच्छा। आज कार्यक्रम को संचालन करुछंती आम समस्त श्रद्धार मांकर झीर श्रीअपा एवं सहित जो भाईअपा मैंने रही पाठचक्र को एक दिव्य भव्य रूप देवार सहयोग कर समस्त को अनेक श्रद्धा सम्मान व्यक्त कर। गत थर पढ़ी जे आमर गोटे विभक्त मन रही, विभक्त मन नुहे से विभक्त मनटी मरणशील, डिवाइडेड मोर्टाल माइंड। मर्त्यर मन से अमर्त्यर मन, मर्त्यर मन, मर्त्यर मनटी जड़वादी हो कारण से जड़ को नहीं बंची, किंतु अमर्त्य मनटी जड़वादी हम नहीं, टंका सुनारे खुशी लगे नहीं। सेपरी गोटे किसी खोजुव जोटा पार्थिव जीवन नुहे से तो आनंद हुए तो शांति। तेणु आम समस्त पाखरे जो डिवाइडेड मोर्टाल माइंड रही, विभक्त मर्त्य मन सेटा हला सी हूँ प्रकृत पेरेंट ऑफ कहार जनक जननी। पेरेंट तो पेयर था, जनक जननी। पेरेंट आखिरी अर्थ केवल जनक नुहे, जनक जननी जो मैंने आमको जन्म दियंती। हमर पिता माता कहार ना लिमिटेशन, इग्नोरेंस और डुअलिटीज सीमाबद्धता, अज्ञानता एवं द्वैत भाव, द्वैतता, द्वंद्व, संदेह युड़िक डुअलिटीज तार सी हूँ फादर मान पेरेंट, खाली फादर पेरेंट, पिता माता उभय। ये तो नेगेटिव अप्रोच। पॉजिटिव अप्रोच प्रभु कर इज ए डार्क फिगर ऑफ द सुपर माइंड। अति मानसर यहाँ गोटे छाया रूप, से मर्त्य मानस को नहीं जी सीमाबद्धता भितर अच्छी, अज्ञानता भितर अच्छी, द्वंद्व भितर अच्छी, आम ताकू नहीं छाईटा को देखिए जमी शरीर जानवे केते जानवे यहाँ मनीषर छाई ना छेलीर छाई, डेंगा लोकर छाई ना बांगरा लोकर छाई, स्त्री लोकर छाई ना पुरुष लोकर छाई, आम अल्प किसी अनुमान करि पारंती। आखि कान नाक किसी दिशुनि, छाई तो छाई। तेणु अति मानसर यहाँ गोटे डार्क फिगर, छाया रूप। तेणु कौन है ना गोटे अति मानस डायरेक्ट आसवा पूर्वर आम पाखक से गोटे एपारेंट नेगेशन ऑफ इटसेल्फ तैयारी कले। से प्रथमे आसी तो नहांती, आसिया पूर्वर आम गोटे नेगेटिव अप्रोच देले, माने जब कहजन एपारेंट नेगेशन ऑफ इटसेल्फ। से जहाँ नुहंती तांकर निजर गोटे अपारेंट प्रतिभाषिक जोटा दिशुची नेगेटिव अभावात्मकता। आपण जो कह जाउछि मन को देखिकी आपण अति मानस को जानिबे,
ତ ମନ ପାଖରେ ଏମିତି କଣ ଗୋଟେ ଅଛି ଯେ କି ଅତି ମାନସର ଯୋଉ ଆତ୍ମ ଜ୍ୟୋତିର୍ମୟ ଦିବ୍ୟ ଚେତନାଟାକୁ ଜାଣିପାରିବ। ଅତି ମାନସଟା ପ୍ରକୃତରେ କଣ? ଯେ ସେଲ୍ଫ ଲୁମିନସ୍ ଡିଭାଇନ କନସିୟସନେସ୍, ଆତ୍ମ ଜ୍ୟୋତିର୍ମୟ ଦିବ୍ୟ ଚେତନା। ଇଏ ହଉଛି ଏପରି ଗୋଟେ ଆତ୍ମ ଜ୍ୟୋତିର୍ମୟ ଦିବ୍ୟ ଚେତନା ଯାହା ମଧ୍ୟରୁ from which our cosmos commences, ଯାହା ମଧ୍ୟରୁ ଆମର ଏଇ ବିଶ୍ୱଟି କମେନ୍ସ ହେଇଛି, ଆରମ୍ଭ ହେଇଛି। ଆମେ ତାର ଗୋଟେ ଏପାରେଣ୍ଟ ନେଗେସନ କୁ ଦେଖୁଛୁ, ମାନେ ମନକୁ ଦେଖୁଛୁ। ମନକୁ ଦେଖିକି ଗୋଟେ ଛାଇକୁ ଦେଖି, ଡାର୍କ ଫିଗର କୁ ଦେଖିକି ମଣିଷ ବା କୌଣସି ଗୋଟେ ବିଙ୍ଗ ସମ୍ପର୍କରେ ଅନୁମାନ କରିହବ କି? ଦେଖନ୍ତୁ, ଆପଣ ଯିବା ବେଳକୁ ଆପଣଙ୍କ ଘରେ ଗୋଟେ ଛାଇ ପଡିଥିବ, ସେ ଯେ ଯାହାର ଛାଇ ସେ ନଥିବେ ବାଇଚାନ୍ସ, ଆପଣ ଡରିବେ କି ନାହିଁ? ପ୍ରଥମେ ନେଗେସନ ହେଇଯିବ, ଅଭାବାତ୍ମକ। ପଜିଟିଭ ତ କିଛି ହବନି। ତେଣୁ ସେମିତି ଗୋଟେ ଅତିମାନସ ଯିଏ ଆତ୍ମ ଜ୍ୟୋତିର୍ମୟ ଦିବ୍ୟ ଚେତନା, ଯିଏ ସମଗ୍ର ବିଶ୍ୱର ଆରମ୍ଭ କରିଛନ୍ତି, ତାଙ୍କର ଗୋଟେ ଛାୟା ରୂପକୁ, ଅଭାବାତ୍ମକ ପ୍ରତିଭାସକୁ ଆମେ ଯେତେବେଳେ ଏଠି ଦେଖୁଛୁ, ତେଣୁ ଦେଖୁଛୁ ତ ଆଉ କଣ, ମନ ହଉଛି ତାର ଅଭିବ୍ୟକ୍ତି। ଆଉ ଖାଲି ମନ ନୁହେଁ, ପ୍ରାଣ ବି ତା ସହିତ ମିଶିକି ଅଛି। ଏଠି ଏଇ ଯୋଉ ଭୌତିକ ବ୍ରହ୍ମାଣ୍ଡଟି ରହିଛି, ମେଟେରିଆଲ ୟୁନିଭର୍ସ, ମେଟେରିଆଲ ୟୁନିଭର୍ସକୁ ଆମେ ଭୌତିକ ବ୍ରହ୍ମାଣ୍ଡ କହୁଛେ। ଏ ଭୌତିକ ବ୍ରହ୍ମାଣ୍ଡରେ ଜଡ଼ ଭିତରେ ରହିଛି ସବକନସିୟସନେସ୍, ସବମର୍ଜଡ୍, ଇମ୍ପ୍ରିଜନ୍ଡ ଇନ୍ ମ୍ୟାଟର, ଆବଦ୍ଧ ରହିଛି, ନିମଗ୍ନ ରହିଛି, ଅବଚେତନ ଭାବରେ ରହିଛି ଡିଭାଇଡିଂ ମାଇଣ୍ଡ, ବିଭକ୍ତ ମନ। ବିଭକ୍ତ ମନର ଶକ୍ତି କିଏ? ନା ପ୍ରାଣ। କାରଣ ପ୍ରାଣ ମଧ୍ୟରୁ ମନର ଉଦ୍ଭବ, ତେଣୁ ପ୍ରାଣଟା ଗୋଟେ ବିଶିଷ୍ଟାର। ଆମେ ଯେତେବେଳେ ଆଜି ତା ତାରିଖ ଦେଖୁଛୁ, ପ୍ରାଣ ମଧ୍ୟରୁ ସିନା ସେ ଆସିଛି, କିନ୍ତୁ ଏଇ ଜଡ଼ ଭିତରେ ଆବଦ୍ଧ ରହିଛି କି ନାହିଁ ଆମର ମନଟି? ଜଡ଼ଟାକୁ ବେଶୀ ଭଲ ପାଉଛି କି ନାହିଁ? ମୁଁ ସବୁବେଳେ ସେ ଉଦାହରଣ ଦିଏ ନା, ଆପଣ ଶ୍ରୀ ଅରବିନ୍ଦଙ୍କର ସାବିତ୍ରୀ ପଢୁଛନ୍ତି, ଅନେକ ନୈସର୍ଗିକ ମରତ୍ୱର କଥା କୁହାଯାଉଛି। ଠିକ ସେଇ ସମୟରେ ଘୋଷଣା ହେଲା, ଅଧା କେଜି ଲେଖେ ସୁନା ମିଳିବ 10 କିଲୋମିଟର ଦୂରରେ। ଆପଣ ସାବିତ୍ରୀ ଛାଡିକି ପଳେଇବେ ନା ଆଉ। ଏଇଟା ଆମେ ନିଜକୁ ନିନ୍ଦା କରିବାନି, କାରଣ ଆମ ମନଟା ଗୋଟେ ମର୍ତ୍ତ୍ୟ ମନ, ଏଠି ଜଡ଼ ସହିତ ତାର ଏକ୍ୱେଟେନ୍ସ ରହିବ, ଜଡ଼ ସହିତ ତାର ବନ୍ଧନଟି ରହିବ। ଆମେ କେତେ କଷ୍ଟ କରିକି ଗୋଟେ ଚାପ୍ଟର ପଢିଲେ, ସେ ଚାପ୍ଟରର ନାଁ ହେଉଛି ଡେଥ୍, ଡିଜାୟାର ଆଣ୍ଡ ଇନକ୍ୟାପାସିଟି। ଡେଥ୍ ମୃତ୍ୟୁ, ଡିଜାୟାର ତାକୁ ଆମେ ବାସନା କହିପାରିବା, କ୍ଷୁଧା କହିପାରିବା, ଆଉ ଇନକ୍ୟାପାସିଟି ଅସାମର୍ଥ୍ୟ। ଏଇ ଅସାମର୍ଥ୍ୟର ଜନକ କିଏ? ଡେଥ୍, ହଙ୍ଗର ଆଣ୍ଡ ଇନକ୍ୟାପାସିଟି, ତାର ଲାଇଫ ହେଉଛି ପ୍ୟାରେଣ୍ଟ। ଯେମିତି ମନ ହେଉଛି
parent of limitation, ignorance and dualities, ସେଇଭଳି ପ୍ରାଣ ହେଉଛି କାହାର ବାପା ମା? ଏଇ ମୃତ୍ୟୁ, କ୍ଷୁଧା ଓ ଅସମର୍ଥତାର। ତେଣୁ ପ୍ରାଣଟି ଯେତେବେଳେ ପ୍ରାଣ ତ ମନକୁ ବେଶୀ ସହରେ କାମ କଲା, ମନ ଆସିଲା, ଠିକ ଅଛି, କିନ୍ତୁ ମନ ବର୍ତ୍ତମାନ କାହାକୁ ବ୍ୟବହାର କରୁଛି? ପ୍ରାଣକୁ। ପ୍ରାଣ ହେଉଛି ମନର ଦୂତ ହିଁ। ଶରୀର ବି ଦେଖନ୍ତୁ, ଜଡ ଶରୀର, ସେ ପ୍ରାଣକୁ ଆଣିଲା, ପ୍ରାଣ ମନକୁ ଆଣିଲା, କିନ୍ତୁ ଫାଇନାଲି କଣ ହେଲା? ଶରୀର ଉପରେ ଦି ଜଣ ମାଲିକ ହେଇଗଲେ। ଆମ ଦୁନିଆର ଗୋଟେ ରୀତି ନାହିଁ କି ଆପଣଙ୍କ ପିଲାମାନେ ଆପଣଙ୍କୁ ଚଳାନ୍ତି। ଆପଣ ଗୋଟେ ତୃତୀୟ କି ଚତୁର୍ଥ ବୟସରେ ପହଞ୍ଚୁଛନ୍ତି, ସେମାନେ ହେଇଯିବେ ଆପଣଙ୍କ ଗାଇଡ। ଦିନେ ସେମାନଙ୍କ ମାଟିରେ ହାତ ଧରିକି ଆପଣ ଚଲା ଶିଖେଇଥିବେ ଦୁନିଆକୁ, ଆପଣ ତାଙ୍କୁ ଆଣିଛନ୍ତି। ସେଇମାନେ କହିବେ ତମେ କି ଜାଣିନ, ଚାଲି ଶିଖିନ, ବସି ଶିଖିନ, ଖାଇ ଶିଖିନ, ତମେ କିଛି ଜାଣିନ, ତେଣୁ ଆମ କଥା ମାନିକି ଚଳ। ଚଳାଯାଏ। ଅନେକ ସମୟରେ ଯୋଉମାନେ ବୟସ୍କ ଲୋକ ଅଛନ୍ତି ସେମାନେ ମୋ କଥାଟା ବୁଝିପାରିବେ, ପିଲାମାନଙ୍କ ଜରିଆରେ ଆମେ ଚଳନ୍ତି, ଯଦିଓ ସେଇ ପିଲାମାନଙ୍କୁ ଆମେ ପୃଥିବୀକୁ ଆଣିଛନ୍ତି। ସେଇଭଳି ପିଲାମାନେ ଆମର ଶକ୍ତି ହେଇଯାନ୍ତି, ଆମର ଶକ୍ତି ରହେ ନାହିଁ। ଆମେ ଚାଲିପାରନ୍ତିନି। କାଲି ସକାଳେ ଆପଣଙ୍କୁ କିଛି ଗୋଟେ ବେମାର ହେଲା, ଗୋଡ ଭାଙ୍ଗିଗଲା, ଚାଲି ପାରୁନାହାନ୍ତି, ଆଖି ଦେଖା ହଉନି, ତେଣୁ କିଏ ତ ଧରିକି ହସ୍ପିଟାଲକୁ ନବ ନା। ସେଇଭଳି ଜଡ ଯଦିଓ ସବୁର ଜନକ, କିନ୍ତୁ ଜଡକୁ ଇଏ ମନ ତା ଉପରେ ହାବି, ପ୍ରାଣ ତା ଉପରେ ହାବି। ସେମିତି ପ୍ରାଣ ଯଦିଓ ମନକୁ ଆଣିଛନ୍ତି ଜଗତକୁ, କିନ୍ତୁ ମନ ପ୍ରାଣକୁ ତାର ଶକ୍ତି ରୂପେ ବ୍ୟବହାର କରୁଛି। ଏବଂ ପ୍ରାଣ ତ ମୃତ୍ୟୁ, କ୍ଷୁଧା, ଅସମର୍ଥତାର ଜନକ। ତାହେଲେ ଆମେ ଗୋଟେ ବଡ ଅଡୁଆରେ ତ ଫସିଗଲେ। ଏଇ ଜଗତରେ ଖାଲି କଣ ଏଇଭଳିଆ ରହିବ? ସବକନସିୟସ୍ ଗୋଟେ ଅବଚେତନା ରହିବ, ଗୋଟେ ଇମ୍ପ୍ରିଜେଣ୍ଟ ଇନ୍ ମ୍ୟାଟର, ଜଡ ଭିତରେ ଆବଦ୍ଧତା ରହିବ। ଏଠି ଭୌତିକ ବ୍ରହ୍ମାଣ୍ଡରେ କେବଳ ମୃତ୍ୟୁ, କ୍ଷୁଧା, ଅସମର୍ଥତାର ରାଜୁତି ଚାଲିଥିବ। ଆଉ ଆମେ ଗତ ଥର ପଢିଥିଲେ, ମୁଁ ଖାଲି ଆପଣ ମନେ ପକେଇ ଦଉଛି, ଯେହେତୁ ହୁଏତ ବାରମ୍ବାର ପଢିଲେ ଦିବ୍ୟ ଜୀବନ ଗ୍ରନ୍ଥର ଅର୍ଥ ଗୁଡିକ ଆହୁରି ପ୍ରାଞ୍ଜଳ ହେଇ ସ୍ପଷ୍ଟ ହେଇକି ଆମକୁ ଦିଶୁଛି, ହୁଏତ ଆମେ ସେଠି କହିପାରିବା ଯେ ଯେମିତି ମନଟି ହେଉଛି, ମନକୁ ଆମେ ନିନ୍ଦା କରନ୍ତୁ, ଗାଳି ଦିଅନ୍ତୁ, ଖରାପ ଭାବନ୍ତୁ, ଯିଏ ଅନେକ ଦୁଃଖର କାରଣ, ଅନେକ ଦ୍ୱନ୍ଦ୍ୱର କାରଣ, ଅନେକ ସନ୍ଦେହର କାରଣ, ଅନେକ ବିଭକ୍ତତାର କାରଣ, ଅନେକ ସୀମିତତାର କାରଣ, ଅନେକ ଅଜ୍ଞାନତାର କାରଣ, ଅନେକ ଦ୍ୱନ୍ଦ୍ୱର କାରଣ, ଯାହା ବି କହନ୍ତୁ, କିନ୍ତୁ ତାର ପଜିଟିଭ ସାଇଡ ହେଲା, ସେ ହେଲା ଅତି ମାନସଙ୍କର ଛାୟା ରୂପ, ଡାର୍କ ଫିଗର। ଠିକ ସେଇଭଳି ପ୍ରାଣ ଯିଏ ଏତେ ଭାବରେ ବସ୍ତୁକୁ ରଖିଛନ୍ତି ଜାବୁଡିକି, ଏତେ ଭାବରେ ଯିଏ ହଙ୍ଗରକୁ ରଖିଛନ୍ତି, କ୍ଷୁଧା ଗୁଡିକୁ, ସବୁ ପ୍ରକାରର କ୍ଷୁଧା, ସବୁ ପ୍ରକାରର, ଏବଂ ଇନକେପାସିଟିକୁ ଯିଏ ଏତେ ଭାବରେ ରଖିଛନ୍ତି, ସିଏ ଅନ୍ୟ କେହି ନୁହନ୍ତି। କିଏ? ପ୍ରାଣ। ପ୍ରାଣ ହଉଛନ୍ତି is only a dark figure of the divine superconscient force, ଦିବ୍ୟ ଅତି ଚେତନା ଶକ୍ତିର, ଦିବ୍ୟ ଅତିଚେତନ ପରମା ଶକ୍ତିଙ୍କର, ଏଠି କ୍ୟାପିଟାଲ ଏଫ୍ ଅଛି, ତେଣୁ ପରମା ଶକ୍ତି ଲଗାଗଲା, ବା ଦିବ୍ୟ ଶକ୍ତି, ତାଙ୍କର ଡାର୍କ ଫିଗର, ତାଙ୍କ ଛାଇ। ଆମେ ଏପର୍ଯ୍ୟନ୍ତ ନା ଡିଭାଇନ ସୁପର କନସିଏଣ୍ଟ ଫୋର୍ସ କୁ ଦେଖିଛୁ, ନା ସୁପର ମାଇଣ୍ଡ କୁ ଦେଖିଛୁ, ହେଲେ ତାଙ୍କ ଛାଇ ଗୁଡା ଦେଖାଯାଉଛି। ଏକଦମ ଏପାରେଣ୍ଟ ନେଗେଟିଭ, ନେଗେସନ ଅଫ ଇଟସେଲ୍ଫ।
ପ୍ରାଣକୁ ଯିଏ ପ୍ରାଣଟା ଏତେ କଷ୍ଟରେ ଅଛି, ପ୍ରାଣ ଯେତେ ଝାମେଲାରେ ଅଛି ଦୁନିଆରେ କିଏ ସେତେ ଝାମେଲାରେ ଅଛି। ତ ଆମେ ସେଥିରୁ ବୁଝା ପଡୁଛି ଯେ ଇଏ ହେଉଛି ସୁପର କନସିଏଣ୍ଟ ଫୋର୍ସ ର ସେ କଳା ଛାଇ, ଡାର୍କ ଫିଗର। ଆଚ୍ଛା, ଆମେ ଯେଉଁ ଅତି ଚେତନ ଦିବ୍ୟ ପରମା ଶକ୍ତିଙ୍କ କଥା କହୁଛୁ, ତାଙ୍କର ହାଏଷ୍ଟ ଟର୍ମ ଗୁଡିକ କଣ? ତାଙ୍କର ପରମ ଶବ୍ଦ ବା ତାଙ୍କ ପରମ ସ୍ୱରୂପଟା କଣ? ସିଏ ତ ଦିଶୁଛନ୍ତି ମାନେ ମୃତ୍ୟୁ କ୍ଷୁଧା ଓ କଣ ରୂପରେ, ଅସମର୍ଥତା ରୂପରେ, ଅସହାୟତା ରୂପରେ। କିନ୍ତୁ ତାଙ୍କର ପ୍ରକୃତ ସ୍ୱରୂପ, ତାଙ୍କ ଛାଇଟାକୁ ଦେଖିକି ଆମେ ଏହା ବୁଝୁଛୁ। କିନ୍ତୁ ରିଅଲି ସେ ଯାହାଙ୍କର ଛାଇ, ତାଙ୍କର ହାଏଷ୍ଟ ଟର୍ମ ଗୁଡିକ, ପରମ ଶବ୍ଦ ଗୁଡିକ ହଉଛି ଇମୋର୍ଟାଲିଟି, ଅମରତ୍ୱ, ସାଟିସ୍ଫାଏଡ୍ ଡିଲାଇଟ୍, ତୃପ୍ତିମୟ ଆନନ୍ଦ ଏବଂ ଓମନିପୋଟେନ୍ସ, ସର୍ବସମର୍ଥତା। ଅସମର୍ଥତା ହଉଛି ଛାଇ, କିନ୍ତୁ ପ୍ରକୃତରେ ସେ ହଉଛନ୍ତି ସର୍ବସମର୍ଥତା, ଓମନିପୋଟେନ୍ସ, ଓମନିପୋଟେନ୍ସ ରହିଛି। ଏଇ ସବୁକୁ ଆମେ ଆମର, ମୁଁ ବାରମ୍ବାର କହୁଛି, ଆମ ନୀତିଦିନିଆ ଜୀବନରେ ଆମେ ଯୋଉ ତେଲ ଲୁଣ ସଂସାରରେ ଅଛୁ, ଯୋଉଠି ପ୍ରକୃତରେ ଆମ ପାଇଁ ସମସ୍ୟାର ଗୋଟେ ଘେର ରହିଛି, ଗୋଟେ ସମସ୍ୟାକୁ ସମାଧାନ କଲା ବେଳକୁ ଆଉ ଗୋଟେ ଆସିଗଲାଣି, ଏତେ ପ୍ରାକ୍ଟିକାଲ ଯେ ଆମେ ତା ଭିତରୁ ବାହାରି ପାରୁନୁ। ବାରମ୍ବାର ଦେହ ଖରାପ ହବ, ଆପଣ ପିଲାମାନଙ୍କର ଦାୟିତ୍ୱ ନେଇଛନ୍ତି, ପୁଣି ଘରେ ଜ୍ଞାତି ପରିଜନ ମାନଙ୍କର କାହାର କଣ ଭଲ ମନ୍ଦ ଅଛି, ଆମେ ସବୁ ତା ଭିତରେ ଅଛନ୍ତି। ଏଇ ଯୋଉ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ମହାନ ଦର୍ଶନ, ତାର ଯୋଉ ଗବେଷଣା, ସେଇ ଏଷଣା ନିକଟରେ ପହଞ୍ଚି ପାରିବା ଆମ ପାଇଁ ମଧ୍ୟ ଗୋଟେ ଅସମ୍ଭବ କଥା ଭଳି ଲାଗେ। କିନ୍ତୁ ମାଙ୍କର କୃପା ହେଇଛି, ଆମେ କିଛି ବାଟରେ ଯାଉଛନ୍ତି। ଏତିକି ପର୍ଯ୍ୟନ୍ତ ପଢିଥିଲେ, ଆଜିର ଆଲୋଚନା ମଧ୍ୟକୁ ଯାଉଛେ। This relation fixes the nature of the great cosmic processes of which we are a part. It determines the first, the middle and the ultimate turns of our evolution. ଗୋଟେ ରିଲେସନ କୁ ଆମେ ପାଇଲେ, କାହାଙ୍କ ସହିତ କାହାର? ପରମା ଶକ୍ତିଙ୍କ ସହିତ, ଦିବ୍ୟ ଅତିଚେତନ ପରମା ଶକ୍ତିଙ୍କର ସହିତ ପ୍ରାଣ ଶକ୍ତି। କଣ ସେ ସମ୍ବନ୍ଧ? ନା ସେ ଛାଇ ତାଙ୍କର, ଡାର୍କ ଫିଗର। ଏଇ ଯୋଉ ସମ୍ବନ୍ଧଟି ଆମେ ପାଇଲେ, ସେଇ ସମ୍ବନ୍ଧଟା ଅନୁସାରେ fixes the nature of that great cosmic processes. ଏଇ ମହାନ ବିଶ୍ୱ ପ୍ରକ୍ରିୟା, processes, ପ୍ରକ୍ରିୟା ଗୁଡିକର ସେ ହିଁ ଡିଟରମିନ କରୁଛନ୍ତି, ଏଇ ରିଲେସନଟା ଫିକ୍ସ କରୁଛି। ବୃହତ ବିଶ୍ୱଲୀଳାର ସ୍ୱଭାବଟି ଡିଟରମିନ ହଉଛି। ଆଚ୍ଛା, ଆମେ ଏକଥା ମଧ୍ୟ କହିପାରିବା, ଆମେ ଏଇ ବିଶ୍ୱର ଅଂଶ ରୂପେ ଅବସ୍ଥାନ କରୁଛନ୍ତି, of which we are a part.
ବିଶ୍ୱର ଅଂଶ ରୂପେ ଆମେ ଅବସ୍ଥାନ କରୁଛନ୍ତି। ସେଇ ବିଶ୍ୱରେ ଯାହା ସବୁ ପ୍ରକ୍ରିୟା ରହିଛି ଏ ସବୁକୁ ଏଇ ସମ୍ବନ୍ଧଟି ଫିକ୍ସ କରୁଛି, ନିରୂପଣ କରୁଛି, ସ୍ଥିର କରୁଛି। It determines the first, the middle and the ultimate terms of our evolution. भाई भଉଣୀ ମାନେ ଆମେ ବିବର୍ତ୍ତନ ମଧ୍ୟରେ ରହିଛୁ। ବିବର୍ତ୍ତନ ମଧ୍ୟ ବିଶ୍ୱର ଏକ ପ୍ରକ୍ରିୟା। यार प्रथम पाहाच अछि, प्रथम सोपान, मिडिल अछि ଆଉ अल्टीमेट अछि, चरम अछि। ताले यार आद्य मध्य ଓ चरम ବା अंत ये तीनोटी जाक सोपान को निर्धारण करता है यही संबंध। कहीं जदि प्राण सहित अति मानसर परमा शक्तिंकर किसी संबंध नहीं, आम मानकर ई डार्क फिगर सहित मां को परमा शक्तिर यदि किसी संबंध नहीं, तो जगत रे विवर्तन दरकार कौन? विवर्तन क्या पाई? आमे धूली माटी रे गड़ुचे बोली आमको से उठे कि नहीं कि कौन उठे दिव्य चेतनार अधिकारी करिवे। एवं ये जो बृहत विश्वलीला तार मूल सत्यटी कौन, तार थीम कौन, तार प्रसंग कौन, तार केंद्रीय सत्यटी कौन? विवर्तन। तेणु विवर्तन आद्य मध्य और प्रांत ये सब गुड़िक निर्णीत होउछि डार्क फिगर प्राण सहित प्रकृत दिव्य अति चेतनार महाशक्ति परमा शक्ति तांका सहित संबंधटी कारणरू। ये प्राण तबे छुटिया जिनिस नुहे, जदिओ ये गोटे कला छाई यारी सहित रही संपर्क मांकर परमा शक्तिंकर। ताले परमा शक्ति सहित प्राण शक्तिर रहितिबा एही संबंध जोगु विश्वरूपी सेही बृहत विश्वलीलार सब किछि निर्णीत हेउछि। आमे समस्ते सेही विश्वर अंश रूपे रहिचंती। एही संबंधटी आम विवर्तनर आद्य मध्य और प्रांतीय रूपे कार्य करुछि। तीनोटी जाक सोपान को निर्धारण करुछि। टिके टिके बुझाला। तापरे प्रभु कहउछंती दी फर्स्ट टर्म्स ऑफ लाइफ आर डिवीजन। प्रथम सोपान कथा देखिया, प्रथम टर्म रे कौन हुए? प्रथम सोपान रे प्राण शक्ति केवल विभक्त होइकी रही था। रही आज मत रही कोटी यूनिट आसीगलानी, विभक्त होइकी रही। A force driven subconscient will, apparent not as will but as dome or the physical energy and importance of an inert subjection to the mechanical forces that govern the interchange between the form and its environment. तो लगुच आम एटा को भी टिके टच करथिले, किंतु भलो करी आउ थरे आम एटा आलोचना करछंती। कथा हला जे आमे जो प्राण शक्तिर प्रथम सोपान कथा कहउछंती, प्राण शक्तिर प्रथम सोपान हला डिवीजन, विभक्त। ये कहा द्वारा ड्रिवेन? फोर्स ड्रिवेन सबकॉन्शियंट विल। फोर्स ड्रिवेन गोटे शक्ति द्वारा परिचालित अवचेतन इच्छा रूपे ये चालू था। आपण छोट पिला को देखी ना, तांको इच्छा गुड़ाक सब देखी कि अद्भुत अद्भुत कथा गुड़ा सब खाइबा मांगे जोटा मन पड़ा। आम घर गोटे पिला छोट थिला, से रागी थो जदि क्या कहूँ तो मन पकईदे पियाज, से पियाज मांगे।
ତାକୁ ଯଦି ମନେ ପକେଇଦେବ ଅଦା ସେ ଅଦା ମାଗିବ, ଯଦି ଜିରା ସେ ଜିରା ମାଗିବ, ଯଦି ପ୍ୟାଣ୍ଟ ମନେ ପକେଇଦେବ ପ୍ୟାଣ୍ଟ ମାଗିବ। ମାନେ ତାକୁ ଖାଲି ଗୋଟେ ଶବ୍ଦ ମନେ ପକେଇଦେବାର ଅଛି, ତାପରେ ସେ ତା ସ୍ୱରଟାକୁ ଲମ୍ବେଇଛି ପ୍ୟାଣ୍ଟ ଦିଅ। ମୁଁ ଯୋଉ ପ୍ରାଣ କଥା କହୁଛି, ସେ ପ୍ରାଣ ଅନେକ ସବକନସିଏଣ୍ଟ ୱିଲ୍ ଭିତରେ ଅବଚେତନର ଇଚ୍ଛା ରୂପେ ରହିଛି, କିନ୍ତୁ ସେ ଫୋର୍ସ ଯିବେନି, ଗୋଟେ ଶକ୍ତି ତାକୁ ପରିଚାଳିତ କରେ। ପ୍ରାଣ ତ ନିଜେ ଗୋଟେ ଶକ୍ତି। ସବକନସିୟସ୍ ୱିଲ୍ କାହିଁକି କୁହାଗଲା ନା, କାହିଁକି ଗୋଟେ କନସିୟସ୍ ୱିଲ୍ କୁହାହେଲାନି? ଆମେ ଅନେକ ଜିନିଷ ଚାହୁଁଥାଉ ଯୋଉଟା ପ୍ରକୃତରେ ଆମକୁ ଦରକାର ଅଛି କି ନାହିଁ ଜାଣିନା। ଛୋଟ ପିଲାମାନେ ଠିକ ସେମିତି ଅନେକ ଜିନିଷ ମାଗି ବସନ୍ତି, ଏଇ ଖେଳଣା ଆଣ। ଆପଣ ବଡ ମାନେ ମାଗୁଛନ୍ତି ବେଲୁନ ଆଣ, ଚକୋଲେଟ ଆଣ, ଆଇସ୍କ୍ରିମ ଆଣ, ଗାଡି ଆଣ, ମଟର ଆଣ, ଯାହା ଯାହା ସେମାନେ ଦାବି କରନ୍ତି ସେଗୁଡ଼ିକରୁ 99% ଦରକାର ନଥାଏ, ନଟ୍ ନେସେସରି। ଅନାବଶ୍ୟକ ଭାବରେ ଗୋଟେ ଶକ୍ତି ଦ୍ୱାରା ପରିଚାଳିତ ହେଇକି ସେମାନେ ଗୋଟେ ସବକନସିଏଣ୍ଟ ୱିଲ୍ କରି ବସନ୍ତି। apparent not as a will but as a dumb urge of physical energy। ପ୍ରକୃତରେ ଏଇ ଯୋଉ ଇଚ୍ଛା ଶକ୍ତିଟା, এটা ପ୍ରକୃତରେ କଣ ୱିଲ୍ ଟା କି? ସେଟା ପ୍ରକୃତରେ ଇଚ୍ଛା ନୁହେଁ, apparent ଆମେ ଜାଣିପାରୁଛନ୍ତି apparent ପ୍ରତିଭାସିତ ହଉଛି, ସେଟା ୱିଲ୍ ନୁହେଁ, ସେଟା ହଉଛି ପ୍ରକୃତରେ ଅବଚେତନର ଇଚ୍ଛା ବି ନୁହେଁ, ସେଟା ଗୋଟେ ଡମ୍ବ ଅର୍ଥ ଅଫ ଫିଜିକାଲ ଏନର୍ଜି, ଜଡ ଶକ୍ତିର ଗୋଟେ ଅନ୍ଧ ଆବେଗ। ଆପଣ କୋଉଗୁଡାକୁ ମାଗନ୍ତି କହିଲେ? ଯୋଉ ଗୁଡିକ ସହିତ ଆପଣଙ୍କର ପରିଚୟ ଅଛି। ଅପରିଚିତ କଥାକୁ କେହି ଜାଣନ୍ତି ନାହିଁ କି ମାଗନ୍ତି ନାହିଁ। ଯେତେବେଳେ ଆପଣ ମାର୍କେଟ ଯାଇଥିଲେ ଗୋଟେ ନୂଆ କଥା ଦେଖିଲେ, ସେଇଟା ଆପଣ ଚାହିଁବେ। ଦେଖିବା ପରେ ନ ଦେଖିବା ଜିନିଷ ଆପଣ ମାଗନ୍ତି? ଅପାର୍ଥିବ କଥା କିଛି ମାଗି ଶିଖିଛନ୍ତି? ପାର୍ଥିବ ଜିନିଷ ଗୁଡା ମାଗନ୍ତି। ତେଣୁ ଆମେ ପ୍ରଥମ ସୋପାନ କଥା କହୁଛେ, ଅବଚେତନ ଇଚ୍ଛା ରୂପେ ତ ରହିଛି, କିନ୍ତୁ ସେଟା ପ୍ରକୃତରେ apparent ସିନା ଲାଗୁଛି, ଲାଗୁନାହିଁ ଇଚ୍ଛା ଭଳି, ବରଂ ଲାଗୁଛି ଗୋଟେ ଡମ୍ବ ଅର୍ଥ ଅଫ ଫିଜିକାଲ ଏନର୍ଜି, ଗୋଟେ ଜଡ ଫିଜିକାଲ ଏନର୍ଜି କହିଲେ ଜଡ ଶକ୍ତି, ଜଡ ଶକ୍ତିର ଡମ୍ ଅର୍ଥ, ଗୋଟେ ଅନ୍ଧ ଆବେଗ ପରି ଲାଗୁଛି। ପ୍ରକୃତରେ ଆମେ ଜୀବନରେ ଅନେକ କଥା ଚାହୁଁଛନ୍ତି, ଖୋଜୁଛନ୍ତି, ଯୋଉଗୁଡ଼ିକ ସହିତ ଆମର ଆଗରୁ ଅନୁଭୂତି ଅଛି, କିନ୍ତୁ ପୁଣି ଆମେ ସେଇ ଅନୁଭୂତି ଗୁଡା ରିପିଟ କରିବାକୁ ଚାହୁଁଛନ୍ତି। ମାନେ ମୋର ଜଣେ ଅତି ପରିଚିତ ଘନିଷ୍ଠ ବ୍ୟକ୍ତି ଥିଲେ, ତାଙ୍କୁ ଯେତେବେଳେ ଆପଣ ଖାଇବାକୁ ଦେବେ, ସେ ପୁରୀରେ ଯୋଉ ଡାଲିଟା ମିଳେ ସେଇଟା ମୋର କାହିଁ ସବୁବେଳେ ମନେ ପଡୁଛି। ସେ ଘରେ ଯେତେବେଳେ ଡାଲି ଖାଇବେ ତାଙ୍କୁ ପୁରୀ ଡାଲି ମନେ ପଡେ। ସେ ଯୋଉ ହୋଟେଲରେ ବି କୋଉଠି ଖାଇବେ, ସେ କହିବେ ପୁରୀ ଡାଲି ଟିକେ ଭଲ ମିଳିଥାନ୍ତା, ସେଇଟା ଟିକେ ଭଲ ଥିଲା। ଆରେ ଭାଇ, ତାମାନେ କଣ? ଯୋଉ ଅନୁଭୂତିଟି ଆପଣଙ୍କୁ ହୋଇଅଛି, ସେଇ ଅନୁଭୂତିର ପଶ୍ଚାତରେ ଆମେ ସବୁବେଳେ ରହିଛୁ, ଆମେ ସେଇଟାକୁ ମାଗୁଥାଉ। ନୂଆ କଥା କିଛି ଆମେ ମାଗି ଶିଖି ନାହାନ୍ତି। And the importance of innate subjection to the mechanical forces, ଗୋଟେ innate subjection, ନିହାତି innate କହିଲେ କଣ? କ୍ଳିବ, ବା innate କହିଲେ କ୍ଳିବ ନହେଲେ ବି ଜଡ, ଏକଦମ ଜଡ, ଗୋଟେ ଜଡ ସବଜେକ୍ସନ, ଅଧୀନତା, ଗୋଟେ ଜଡୀଭୂତ ଅଧୀନତା କାହା ପ୍ରତି ନା? ଟୁ ମେକାନିକାଲ ଫୋର୍ସେସ, ଯାନ୍ତ୍ରିକ ଶକ୍ତି। ଯୋଉଟା ମେକାନିକାଲ କା ମାନେ କଣ? ଯୋଉଠି ରିପିଟେସନ ଥାଏ ସେଟା ତ ମେକାନିକାଲ। ତେଣୁ ଆମେ ଯୋଉ ପୂଜା କରିବା ବାହାରି ଯାଆନ୍ତି, ଏଟା କଣ? ଅଭ୍ୟାସ, ମେକାନିକାଲ ମାଇଣ୍ଡର କାମ। ଯେହେତୁ ସେଇ ଅନୁଭୂତିଟା ଆମର ହେଇଛି, ଆମେ ସେଇ ଘଣ୍ଟି ବଜେଇଟା ଶିଖି ଯାଇଛୁ, ଶଙ୍ଖ ଫୁଙ୍କିଆଟା ଶିଖି ଯାଇଛୁ, ସେଇଟା କଲେ ଆମକୁ ଭଲ ଲାଗୁଛି। ଆଉ ଗୋଟେ ନୂଆ ପ୍ରକାରର ପୂଜା ସମ୍ଭବ, ବା ଆଉ ଗୋଟେ ନୂଆ ଢଙ୍ଗରେ ଆମେ ଭଗବାନଙ୍କୁ କନେକ୍ଟେଡ ହେଇପାରିବା,
से कथा गुड़ा से भावती भावी पारती आपण देखिए अनेक जगह ब्राह्मण मंत्र करछंती जदि तांका मंत्र को किए जानिया वाला अछंती से से अरे आज्ञा आप सही मंत्रटा कलेनी सही पुष्पांजलिटा सही मंत्र करथिले हितांता यज्ञ रे एई आहुतिटा देथिले हितांता कोन सेटा से मेकानिकल माइंड अरे भाई सही आहुति राने आउट नुआ आहुतिला कोन देवता मना करछन किबे कोन करिया आमे जो गुडी को सहित परिचित सेही कथार गोटे रिपिटेशन को खोजुथारु आमे गोटे मेकानिकल एनर्जी द्वारा the inert subjection to the mechanical forces हेई थाउ आउ तार इंपोर्टेंस मते इंपोर्टेंस कहले जोटी अपल प्रसूता एकदम बंध्या जोटी किछि फळे नै नुआ किछि जन्म निये नै सेही भली गोटे अपूर्वता मध्य रे हमें प्रवेश करि जाऊ इंपोर्टेंस that govern the interchange between the form and its environment हमें हेलु स्वरूप विश्व हला हम परिवेश रूप और परिवेश मध्य रे जो इंटरचेंज होछि विनिमय लीलाटी से विनिमय पारस्परिक विनिमय लीलाटी को नियंत्रण करुछि किए न यांत्रिक नियम कार दास होइकी रहिछि प्राण प्रथम स्तर रे सेति पई से रहिछि इनॉट होइकी जड़ होइकी आउ इंपोर्टेंस गोटे अपूर्वता बा निर्बीर्यता मध्य रे प्रवेश कर जाइछि जोटी किछि घटे नै खाली खाउथिबे पिंदुथिबे सोउथिबे पूजा करथिबे हाट जाउथिबे बाजार जाउथिबे सही लोक मानक प्रभु एते शुद्ध शब्द रे कहिछन सीधा भाषा रे कहिथले लोके गाली उरी भाबिछन फर्स्ट टर्म ऑफ लाइफ ता डिवीजन एटा गोटे सबकॉन्शियंट विल ता भीतर रही थाए एवं प्रकृति रे सेटा इच्छा नहे से गुडी को डम और द फिजिकल एनर्जी एवं एको आमे एभली वर्णना करि पारिबा गोटे इंपोर्टेंस ऑफ एन इनर्ट सब्जेक्शन टू मैकेनिकल फोर्सेस सेईटा ही रूप और परिवेश मध्यर पारस्परिक विनिमय लीलाटी को गवर्न करूछि आपणकर जिनिस पत्र दरकार होछि आपण सेईटा को रोजगार करूछंती चाकरी करूछंती सेईटा किनि आनुछंती खाइ दोछंती सुइ पडछंती तापर सका उठी पुणी गाधे पड़ले टॉयलेट गले पुणी चा पीले पुणी बाजार गले पुणी हाट को गले पुणी चाकरी करिया गले पुणी फेरले पुणी मेकानिकल एनर्जी यांत्रिक परिस्थिति भीतर आम रही तेणु प्रथम अवस्था प्राणटी किपरि रही से कथाटी कहगला आहरी हुए तो आगु को जाइए अनेक कथा कही पारंती This inconscience and the blind but potent action of energy are the type of material universe as the physical scientist sees it, and this his view of things extends and turns into the whole basis of existence. It is the some consciousness of matter and the accomplished type of material living. जो कथाटे को हमें मटेरियल लिविंग बोली कहूँ जड़गत जीवन बा जड़गत बंचिबा एटी कौन हुए प्राणर ये जो अचेतनताटी रही इनकनसाइंस खाली इनकनसाइंस अच्छी कि ब्लाइंड अंधत्व रही प्राणर यही निश्चेतनता अचेतनता एवं प्राणर ये जो अंधपण एटा हला प्रकृत रे कौन गोटे अंतर्निहित सामर्थ्यमय क्रिया पोटेंट एक्शन ऑफ एनर्जी
एनर्जी का कैपिटली महाशक्ति कहि परबा दिव्य शक्ति कहि परबा दिव्य शक्ति गोटे पोटेंट एक्शन सामर्थ्यमय क्रिया पोटेंट माने जोटी पोटेंसी था एटा गोटे टाइप ऑफ मेटेरियल यूनिवर्स एज द फिजिकल साइंटिस्ट सीज ये जो जड़ विश्व ये जड़ विश्व को किए देखुचंती फिजिकल साइंटिस्ट माने देखुचंती सूर्य उदय होचंती सूर्यर गठन किपरि पृथ्वीर गठनटा किपरि पृथ्वी केमता चारिकड़े घुरी बुलुची समुद्र माने केमती रहिचंती मेघ केमती तयारी होची खाद्य केमती उत्पादन होची ये मेटेरियल यूनिवर्स रो गोटे पोटेंट एक्शन ऑफ एनर्जी एठी केवल दिव्य शक्तिर सामर्थ्यमय जो क्रिया गुड़िक चली को फिजिकल साइंटिस्ट माने देखुछ भौतिक विज्ञानी माने पदार्थ विज्ञानी माने देखुछ एंड दिस इज हिज व्यू आमे कौन तांकर व्यू तांकर दर्शन कौन ऑफ थिंग्स extends and turns into a whole of basic existence एटा होची प्रकृत रे बेसिक एक्जिस्टेंस रो कथा अर्थात गोटे बेसिक एक्जिस्टेंस कहले कोन आधारभूत अस्तित्व समग्र आधारभूत अस्तित्व रो भावरे तांको जो व्यूटी एक्सटेंड हुए प्रसारित होइछि जड़ लीला को अतिक्रम करी प्राणर आउ किछि स्थिति रहिछि बोली समाने कहउछन्ति कोन सेटा ना इट इज द कॉन्शियसनेस ऑफ मैटर जड़र सीमा बंधन रु मुक्त होइकी से रहिछि चेतना जड़र चेतना जड़र चेतना पाखरे जड़ और चेतनाटा एते आम पई अलगा जोटी जड़ अच्छी सेठी चेतना नहीं बोली आम मुंडरे रही विश्वास कर थे कौन होता के जानी आम पागल हो कौन चारि पांच जन खंडे पिला नुआ नुआ मिस्टेक होता रहस्य दर्शन गुड़ा सब पढ़ुता 5-6 दिन खंडे खाली से विषय आलोचना मो 90s कथा कहूँ से श्री अरविंद को बहुत गभीर भाव में पढ़ा ही नथिला खाली अल्प ऊपर ठावरिया भाव में अनेक लोक जो पढ़ी था पढ़ी प्रकृत रे जड़टा ही चेतना जड़ और चेतना मध्य गोटे सीमा रेखा नहीं बाउंड्री बाड़ पड़ी बाउंड्री वाल पड़ी ना ये से कथाटी कह जाउछि जो वैज्ञानिक माने ये जड़ को बुझुथिले जड़ दर्शन को विश्वर तत्व दर्शन बोली बुझीथिले से माने दिने सेटा को अतिक्रम करके कहले चेतनाटा the whole of the basic existence it is the consciousness of matter and accomplish the type of material living एटा होछि प्रकृत रे accomplish the type of material living जड़ जीवन रो एटा हला गोटे संपन्न श्रेणी accomplish the type प्रतिष्ठित रूप तेणु आम जो मेटेरियल लिविंग कहले आउरी गोटे भल ट्रांसलेशन आम नहीं पारिबा अन्नमय जीवन मेटेरियल लिविंग को आम जदि कहवा अन्नमय जीवन एकम्प्लीस्ड टाइप सेटा होची प्रतिष्ठित रूप ये प्रतिष्ठित रूप होउची प्रकृत रे कहार अन्नमय जीवन प्रतिष्ठित रूपटी होउची
ଯେଉଁ ଚେତନାଟି ମେଟର ଭିତରେ ରହିଛି, ଅନ୍ନମୟ ଚେତନା, ଯାହାକୁ ଆମେ କହୁଛୁ କଣ କହୁଛୁ ଯେ it is the consciousness of matter, ଅନ୍ନମୟ ଚେତନା, ଜଡ଼ ମଧ୍ୟରେ ରହିଥିବା ଚେତନା, ନ କହିଲେ ଜଡ଼। ଆଉ ସତରେ ତ ଆପଣ ପବନ ଯଦି ନବେନି ବୁଝିବେ କେମିତି, ଆପଣ ପାଣି ଯଦି ନେବେନି ରହିବେ କେମିତି, ଯଦି ଖାଦ୍ୟ ଖାଇବେନି ତାହେଲେ ରହିବେ କେଉଁଠି, ତାହେଲେ ଏଇ ସବୁ ଜଡ଼, ଖାଦ୍ୟ ଜଡ଼, ପବନ ଜଡ଼, ପାଣି ଜଡ଼, କିନ୍ତୁ ତା ମଧ୍ୟରେ ରହିଛି ଚେତନାର ଶକ୍ତି। ଜଣଙ୍କର ସୋଡିୟମ ଏପଟ ସେପଟ ହେଇଯାଉ, ସେ ବାଉଳି ହବ ମାନେ ପ୍ରଳାପ କରିବ। ମାଗ୍ନେସିୟମ, କାଲସିୟମ, ଫେରସ ମାନେ ଲୁହା, ଯୋଉ ଗୁଡିକ ଆମ ଶରୀରରେ ସବୁ ରହିଛନ୍ତି, ସଲ୍ଟ ବି ଗୁଡିକ, ନାନାଦି ସଲ୍ଟ, ନାନାଦି ଇଲେକ୍ଟ୍ରୋଲାଇଟ ଗୁଡିକ, ସେଗୁଡିକ ଆମ ଚେତନାକୁ ବାଲାନ୍ସ କରିଥାନ୍ତି। ଆପଣଙ୍କ କଥା ବିଚଳିତ ହେଇଯିବ, କିଛି ବୁଝିପାରିବେନି ଯଦି ଗୋଟେ ଦିଟା ଇମ୍ବାଲାନ୍ସ ଆରମ୍ଭ ହେଲା। ତାହେଲେ ଚେତନା କି ଆମରି ଦେହରେ ତ ବାରମ୍ବାର ପ୍ରମାଣିତ ହେଇଯିବ ଯେ ଆମେ ଜଡ଼ ଭିତରେ ଗୋଟେ ଚେତନା ରହିଛି, ଅନ୍ନମୟ ଚେତନା। ସେଇ ଅନ୍ନମୟ ଚେତନା ହେଉଛି ପ୍ରକୃତରେ ଆମ ଅନ୍ନମୟ ଜୀବନର ପ୍ରତିଷ୍ଠିତ ରୂପ, ଏକମ୍ପ୍ଲିସ୍ଡ ଟାଇପ୍। ଅନ୍ନମୟ ଜୀବନଟିକୁ ଆପଣ ବିଶ୍ଳେଷଣ କରୁଥାନ୍ତୁ। ପ୍ରକୃତରେ ଖାଇ ପିନ୍ଧିକି ରହୁଥିବା ମଣିଷଟି ଗୋଟେ ଅନ୍ନମୟ ଜୀବନ ଭିତରେ ରହିଛି। ଆଉ ସେ କଥାକୁ, ତାଙ୍କରି କଥାକୁ ଆଉ ଯେତିକି ବ୍ୟାପକ ଭାବରେ ଆପଣ ଚିନ୍ତା କରିପାରିବେ। ଆମେ ଆଜି ଏଠି ବିରତି ଦେବା ଆଲୋଚନାକୁ। ଆମ ହାତରେ ସପ୍ତାହ ସମୟ ରହୁଛି ସବୁ କଥା ଭାବିବା ପାଇଁ, ଆପଣ ଆଉ ଥରେ ତାକୁ ପଢି ପାରନ୍ତି। ଆମେ ଫାର୍ଷ୍ଟ ପାରାଗ୍ରାଫର ଫାର୍ଷ୍ଟ ପାର୍ଟରେ ଅଛନ୍ତି। ସମସ୍ତଙ୍କୁ ଅନେକ ଶୁଭେଚ୍ଛା, ଶୁଭ ସନ୍ଧ୍ୟା, ଧନ୍ୟବାଦ।